ମୁଁ ବିପ୍ରଚରଣ ମିଶ୍ର ତାଲପଦର ମୋର୍ ଗାଁ ଅଭିଯୋଗ ଅଛେ ବେଲେ ଆମର ତାର ମାନେ ଏଇ ଯେନ୍ ଆମର ଯେନ୍ ପାର୍କଟେ ଯେନ୍ ହବାର ଥିଲା ଆଉ ସେ ପାର୍କ ଲାଗି 2022-23 ରେ ଯେନ୍ଟା ତାର ମାନେ ଆମର ନବୀନ ପଟ୍ଟନାୟକ ପିରିୟଡରେ ଯେନ୍ 2022-23 ରେ ଆମର ଯେନ୍ ପାର୍କ ଲାଗି ଅନୁଦାନ ହେଇଥିଲା 2 ଲକ୍ଷ ଟଙ୍କା ଯେନ୍ଟା କି ତାର ମାନେ ସେ ମାନେ ଫଲକ ବନେଇକିରି ବି ଆର୍ କାର୍ଯ୍ୟଶେଷ ବି 30/9/2023 ବି ଯେନ୍ଟା ଅଛେ କାର୍ଯ୍ୟଶେଷ ବୋଲିକିରି ବେଲେ ଇ କାର୍ଯ୍ୟଶେଷ କେନ୍ତେ ହେଲା ଆର୍ ତାର ମାନେ ଆଜ ଦିନ ଯେ ତାର ମାନେ କେନ୍ତା ନି ହେଲା ଆର୍ ଇହାଦେ ଗାଁ ଗରୁ ଚଲୁଛନ୍ ବେଲେ ହେଟା ଠିକ କଥା ଆଜ୍ଞା 2 ଲକ୍ଷ ଟଙ୍କା ଏଇଟା ସରପଞ୍ଚ ନିଜେ କରିଛେ କାମିନୀ ପ୍ରଧାନ ହଁ ଏଇଟା ଆପଣ ମାନେ ତ ଦେଖୁଛନ୍ ଏଇଟା ଜଷ୍ଟ ଗୁଟେ ଫୁଟ ଉଠେଇଛେ ଖାଲି ଚାରିଆଡୁ ଆଉ ଯେନ୍ଟା କି ଗାଁ ଗରୁ ଇହା ଚଲୁଛ ତ କମ୍ପ୍ଲେନ ପାତି କେହି ନାଇଁ କରି କାজ ବେଲେ ତାଙ୍କର ଶାସନ ଥିଲା ବିଜେଡି ସରକାର ଥିଲା ତୁମେ କମ୍ପ୍ଲେନ କରିଥିଲେ ବି ଲାଭ କିଛି ନେନ ସେଟାକେ ସବୁ ଚାପି ନଉଥିଲେ ମାନେ ଆରୁ ଗଲା इलेक्शन बेलके भी माने बहुत तार माने इटा करिछन भी हमार अगेंस्ट रे बहुत लागिछन भी बीजेपी सरकार जहाँ भी करिछे भल करिछे जेनटा भी तार गारंटी जेनटा भी देछि सेटा करबा और सेटा चलाबा और भल हिसाब रे रहबा और बीजेपी सरकार भल रहबा ମୁଁ ତାଲପଦାର ଗ୍ରାମବାସୀର ବାସିନ୍ଦା ଅଟେ। ଆଜ୍ଞା ଏଇଟା ପାର୍କ ତ ଆପଣ ନିଜେ ବି ଦେଖୁଛନ୍ତି କିଛି ହୋଇନାହାନ୍ତି ପାର୍କ ଏଇଟା ଯୋଉ ଅଛି ପୁରା ଖାଲି ଖାଲି ଅଛି ଏ ଯୋଉ ବାଉଣ୍ଡ୍ରି କାମ ହେଇଛି ଏଇଟା ପୁରା ବହୁତ ଇଏ ଛୋଟ ଛୋଟ କାମ ହେଇଛି ଆଉ ଏମିତି ଖାଲି ପଡିଛି ସବୁ କାମ ଗୁଡା ଆଜ୍ଞା 2 ଲକ୍ଷ ସବୁ ସରିଯାଇଛି ଆମର ଠିକା କରିଦେଲେ ସରପଞ୍ଚ ଆଜ୍ଞା କରିଦେଲେ ବିଜେଡି ଆମ ବିଜେଡି ସରକାର ଯୋଉ ଥିଲା ସେ ପିରିୟଡରେ ତାଙ୍କର ଇଏ ଟେଣ୍ଡରଟା ଥିଲା ଆମ ଯୋଉ ସ୍କୁଲ ଛୁଆ ମାନେ ଅଛନ୍ତି ସନ୍ଧ୍ୟାରେ ଯେତେବେଳେ ଆସିବେ ଇଏ ପାର୍କ ଦେଖିଲା ବେଳକୁ ତାଙ୍କର ଇଏ ପୁରା ହେଇଯାଉଛି ଆଉ ପାର୍କ ହେବା ବୋଲିକି ସେମାନେ ତାଙ୍କର ମନେ ଥିଲା ବହୁତ ବିଶ୍ୱାସ ଥିଲା ଆମେ ଖେଳିବୁ ଏମିତି ଦେଖିଲା ବେଳକୁ କିଛି ନାହିଁ ଘାସ ଫାସ ସବୁ ଅଛି ଆଜ୍ଞା ଘୋଟାଲା ତ ହେଇଛି ପାର୍କ ନାଁରେ ଘୋଟାଲା ହେଇଛି କିଛି ହୋଇନି କାମ ମାନେ ଘୋଟାଲା ହେଇଛି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଟିକେ ଭଲ କରି ନେବା କଥା ଆଉ ଷ୍ଟେପଟା